ଭଲ ମଣିଷଟିକୁ ବୁଝନ୍ତୁ। ଭଲ ମଣିଷଟିକୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ, କାରଣ ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସବୁକିଛି ସରିଯାଇଥାଏ। ଗର୍ବ କରନ୍ତୁ ନାହିଁ। ନିଜର କ୍ଷମତା ଓ ଧନ ଜନ ଯୌବନକୁ ନେଇ ଗର୍ବ କରନ୍ତୁ ନାହିଁ, କାରଣ ଫୁଲର ସୁଗନ୍ଧ ଓ ମଣିଷର ଗର୍ବ ବେଶୀ ଦିନ ରୁହେ ନାହିଁ, ସମୟ ଅନୁସାରେ ବଦଳିଥାଏ। ପର କଥା ଶୁଣନ୍ତୁ ନାହିଁ। ପର କଥା ଶୁଣି କେବେ କାହା କଥାରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ଘର ଭାଙ୍ଗିବା ଲୋକ ଅନେକ ଅଛନ୍ତି। ନିଜ ଆଖିରେ ନ ଦେଖି ଓ ନିଜ କାନ ନ ଶୁଣି କାହା କଥାରେ ବିଶ୍ୱାସ କରନ୍ତୁ ନାହିଁ। ଅନ୍ୟ ଭୁଲଟିକୁ ବୁଝନ୍ତୁ। କାହାକୁ ଭୁଲ ବୁଝିବା ଆଗରୁ ପରିସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, କାହିଁକିନା ମଣିଷ ବେଳେବେଳେ ପରିସ୍ଥିତିରେ ପଡ଼ି ବହୁତ ବଡ଼ ଭୁଲ କରି ବସିଥାଏ। ଆଜି ସୁନ୍ଦର ମନଟିଏ ଦରକାର। ଆଜିର ଦୁନିଆରେ ଗାଡ଼ି, ଟଙ୍କା, ପଇସା, ଗାଡ଼ି ଘୋଡ଼ା ସବୁକିଛି ମିଳିଯିବ। ତୁମ ମନ ବୁଝିପାରୁଥିବା ମନଟିଏ ମିଳିବା କଷ୍ଟକର। ଭଗବାନଙ୍କୁ ଡାକ, ସୁନ୍ଦର ମନଟିଏ ଦରକାର। ଦୁଃଖ ତ ଭାଗ୍ୟରେ ଲେଖା। ମଣିଷ ଜୀବନରେ ଅନେକ ସୁଖ ଖୋଜିଥାଏ, କେବେ ବି ସୁଖ ପାଇ ପାରେ ନାହିଁ। ଦୁଃଖ ଏତେ ଅଳ୍ପ ନେଇଥାଏ, ଦୁଃଖର ଭାଗ୍ୟରେ ଲେଖା ହୋଇଥାଏ।